नमस्कार भाई और भौणी मैंने आ गोटे आमर नुआ भिडियो रे समस्त को स्वागत आ चलतु आज भिडियोटी को देखी नेबा। ये देखो आमर कौन गोटे शाग बछा होची कि शाग कि खटा शाग। आज खटा शाग तरकारी खाइबा टिके आ खरा भी टिके होची खरारे टिके खटाड़िया खाइते टिके मजा लगे। ये देखु एमतिका खटा शाग आमर आदिवासी रे एटा केउरे आड़ा बोली कहा जाए। एठी भी आमर रखाई सजना शाग या को भी आज भाजी के खाइबा पखाल सांगे। चलतु आम केमिति रोषे करके खाइबा। निया लिभिगला ना कि चूल्ही तो ये आमर छेड़ी छुआ कौन खाऊँ काठ खाऊँ ना कि एटा ने एटा ने खाइबे। नहीं ये रखी दौची खाइबू से पानी छीची दे छेड़ी छुआ के चाहिए कौन मत नहीं खाइते दौन ना कि तो ये ढाकुण गोटे आइटम आमर हो गला आ गोटे हम एना खटा शाग। बर्तमान देखो आमर खटा शाग तरकारी हम आमर केमिति तरकारी हुए आपने देखते। फास्ट कढ़ई रे पानी दिगला बर्तमान देखु कढ़ई रे पानी फुटी गला एना दिया होची खटा शाग।
ବର୍ତ୍ତମାନ ଦେଖିବା ଶାଗ କେମିତି ସିଝିଛି କି ନାହିଁ। ଏ ଦେଖନ୍ତୁ ଫୁଟିକି ପୁରା ସିଝିଗଲାଣି। ଆଉ ଯଦି ଫାଷ୍ଟ ତେଲରେ ୟାକୁ ଭାଜିବୁ ତାହେଲେ ଏଇ ଶାଗ ସିଝିବନି। ପାଣିରେ ସିଝା ହେଲା ବୋଲି ସିଝିଗଲାଣି ଜଲ୍ଦି। ବର୍ତ୍ତମାନ ଦେଖନ୍ତୁ ଶାଗ ପୁରା ସ୍ମେଲ୍ଟ ହେଇଗଲା। ବର୍ତ୍ତମାନ ଦିଆହେଉଛି ଲୁଣ। ୟା ପରେ କ'ଣ ଗୋଟେ ଦିଆହେବ ଲଙ୍କା ରସୁଣ ପେଷ୍ଟ। ସିଝା ଉପରେ ଦିଆଗଲା ଦେଖନ୍ତୁ। ହଳଦୀ ଟିକେ ଅଳ୍ପ ପକାଇ ଦିଅନ୍ତୁ। ଆମର ତରକାରୀ ରେଡ଼ି ହେଇଗଲାଣି। ତାତିଛି। ଦୁଇଟା ତରକାରୀ ଆମର ତିଆର ହେଇଗଲା। ଚାଲନ୍ତୁ ବର୍ତ୍ତମାନ ପଖାଳ ସଙ୍ଗେ ଖାଇବା କେମିତି ଟେଷ୍ଟ ହେଇଛି। ବର୍ତ୍ତମାନ ଆମର ପଖାଳ ରେଡ଼ି ହେଇଗଲାଣି। ଆଉ ଦୁଇଟା ଶାଗ ଭଜା ହେଇଛି। ଭଜା ମାନେ ସିଝା ହେଇଛି। ଆମର ତେଲ ପୁରା ଦିଆ ହେଇନି। ତେଲ ଠୋପେ ବି ଆମର ଦିଆ ହେଇନି। ସୁଜନା ଶାଗ ବି ସିଝା ହେଇଛି ଆଉ ଖଟା ଶାଗ ବି ସିଝା ହେଇଛି। ଆଉ ଏଠି ଟିକେ ଅଛନ୍ତି ଶୁଖୁଆ ପତ୍ର ପୋଡ଼ା ଅଛନ୍ତି। ଆଉ ବର୍ତ୍ତମାନ ଖାଇବା ପଖାଳ ସାଙ୍ଗେ। ଲଙ୍କା ଶାଗଟା ବଢ଼ିଆ ହେଇଛି। ବିନା ତେଲରେ ବି ବଢ଼ିଆ ଲାଗୁଛି ଶାଗ। ଟିକେ ଖଟା ଟିକେ ଖାଇଦେବ। ଏଇଟା ବି ଶୁଖୁଆ ଟିକେ ଖାଇବ। ହେଇଗଲା ଆଜିର ପଖାଳ ଖିଆ। ବଢ଼ିଆ ଲାଗିଲା। ତରକାରୀ ଆମର ସୁଜନା ଶାଗ ସିଝା ହେଇଥିଲା ଆଉ ଖଟା ଶାଗ। ଆଉ ଆଜିକା ଖାଇବା ଭିଡ଼ିଓ ଆମେ ଏଠି ଶେଷ କରୁଛୁ। ଆପଣମାନେ ଯଦି ଆମ ଭିଡ଼ିଓକୁ ଦେଖୁଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆହୁରି କାଲି ଆଉ ଗୋଟେ ଆଇଟମ୍ ଆଣିକି ଆସିବା।